राधे राधे फ्रेंड्स, हैप्पी रिपब्लिक डे 77 ହେଇଗଲା ଆମର ରିପବ୍ଲିକ୍ ଡେ। ଆଜି ମୁଁ ଆସିନି ରିପବ୍ଲିକ୍ ଡେ ଉପରେ କିଛି କହିବାକୁ। ମୁଁ ରିସେଣ୍ଟ 2 ଦିନ ହେବ ଗୋଟେ ମାନେ ଫ୍ୟାମିଲିର ଗୋଟେ ପିଲାର ଟେନସନ୍ରେ ମୁଁ ନିଜେ ବି ବହୁତ ଟେନସନ୍ରେ ରହିଯାଇଛି। ପିଲାଟିର ଦେହ ଖରାପ, ମାନେ ସ୍କୁଲରେ ଟିଚରମାନଙ୍କ ମଝିରେ ଆମେ ଯେତେବେଳେ ପିଲାମାନଙ୍କୁ ଛାଡ଼ୁ ସେତିକି ସମୟ 10ଟାରୁ 5ଟା ଟିଚରମାନେ ଗାର୍ଡ଼ିଅନ୍ ହୁଅନ୍ତି। ଏଇଟା ପ୍ରତ୍ୟେକ ଟିଚର ବି ଜାଣିଛନ୍ତି, ମୁଁ ନୂଆ କିଛି କହୁନାହିଁ। କିନ୍ତୁ ଯଦି ସେଇ ଗାର୍ଡ଼ିଅନ୍ ଶତ୍ରୁ ପାଲଟି ଯିବେ, ଯେଉଁ ଗାର୍ଡ଼ିଅନ୍ ମାନେ ଛାଡ଼ୁଛନ୍ତି ନିର୍ଭୟରେ ସ୍କୁଲରେ, ପିଲାଟି ଆମର ସେତିକି ସମୟ ଘର ଭଳିଆ ବିତେଇକି ଆସିବ। ଟିଚର ପାଠ ପଢ଼ାଇବା ସହ ଷ୍ଟ୍ରିକ୍ଟ ହେବା ସହ ଫ୍ରେଣ୍ଡ ହେବା ବି ଦରକାର। ହାରାସ କରିବାଟା ଠିକ୍ ନୁହେଁ। ସେ ପିଲାଟିକି ମୁଁ ଦେଖିଲି, ସେ ବହୁତ ଡିପ୍ରେସନ୍ରେ। ପିଲା ବହୁତ ପ୍ରକାରର ଅଛନ୍ତି। ଜଣେ ଜଣେ ହ୍ୟାଣ୍ଡେଲ୍ କରିଦେବେ, ସାମ୍ନା କରିଦେବେ, ଜବାବ ଦେଇଦେବେ, ମୁହଁରେ କହିଦେବେ, ଘରେ ବି ଆସିକି କହିବେ। କିନ୍ତୁ ଗୋଟେ ଗୋଟେ ପିଲା ଅଛନ୍ତି ଭିତରେ ରଖିଦିଅନ୍ତି, ଯେଉଁମାନେ କି ରୋଗଣା ହେଇଯାଆନ୍ତି। ସେ ପିଲାଟି ସେଇଆ ହେଇଛି। ତା ମାମା ମନ ଖରାପ କରି କାନ୍ଦିକି କାଲି ଖରାବେଳେ ଫୋନ୍ କଲେ। ମୁଁ ଇଭିନିଂରେ ଗଲି, ଦେଖା ବି କରିକି ଆସିଲି। ମୋ ପୁଅ ବି ସେଇଭଳିଆ ଥିଲା, 5th କ୍ଲାସ୍ ପର୍ଯ୍ୟନ୍ତ ଥିଲା। କିନ୍ତୁ ତାକୁ ମୁଁ କହିବାକୁ ଦେଲି, ପିଲାଙ୍କୁ କହ, କାହିଁକି କହିବେ ଆସି ଘରେ କାନ୍ଦିବ ମନ୍ଦିବ ନା, ପଚାରେ, କହ, ଏଠି କାହିଁ କହୁଛୁ, ମୁଁ କହିଲେ ତୋତେ ଭାବିବେ ତୁ ୱିକ୍, ତୁ ନିଜ ପାଇଁ କହ। ସେ କହିଲା, ଏ ପିଲା ହେଇଗଲା, ସେ ପିଲାଟି ହେଇପାରୁନି। ବହୁତ ସିମ୍ପଲ୍ ପିଲା। ଆଉ ବି ଗୋଟେ ଗାର୍ଡ଼ିଅନ୍ ମାନଙ୍କ ପାଖରେ ରିକ୍ୱେଷ୍ଟ, ପ୍ରତ୍ୟେକ ଦିନ ପିଲା ସ୍କୁଲରୁ ଆଇଲା ପରେ ପିଲାର ମୁହଁଟାକୁ ମାର୍କ କରନ୍ତୁ, ତା ଭିତରେ କ'ଣ ଚାଲିଛି। ଆଉ କେହି ବୁଝିପାରିବେନି, ବାପା ମା ବୁଝିପାରିବେ, ବାପାଠୁ ଅଧିକା ମା। ପିଲା ଘରକୁ ଆସିଲେ ଖାଇବାକୁ ବାଢ଼ିକି ଦେଲା ବେଳକୁ ପିଲା ମୁହଁ ଟିକେ ଅନେଇକିରି ଗପି ଚାଲିବେ। କ'ଣ ହେଇଛି ପଚାରିଲେ ଜଣେ ଜଣେ ଷ୍ଟ୍ରେଟ୍ କହିଦେବେ ଥରକରେ, ଜଣେ ଜଣେ କୁହନ୍ତିନି, 4 ଦିନ ପରେ କହିବେ, ଆଉ ଜଣେ ଜଣେ ଜମା କୁହନ୍ତିନି। ସେଥିପାଇଁ ସେ ମାଆର କର୍ତ୍ତବ୍ୟ ତା ଭିତରୁ କଥାଟା କେମିତି କାଢ଼ିବା। ସବୁ ମାଆଙ୍କ ପାଖେ ଏ ହୁନର ଅଛି, ମୁଁ ଜାଣିଛି। ମୁଁ ସେଇଭଳିଆ କାଢ଼େ ମୋ ପୁଅ ମନରୁ। ସେମିତି ମନରୁ ପିଲାଙ୍କର ସବୁ କଥା ଗୁଡ଼ା ବାହାର କରିଦେବେ। ସେ କଥା ଗୁଡ଼ା ରହିଲେ ନା ଏତେ ଡେଞ୍ଜର। ମୋ ପୁଅର ବି 5 ବର୍ଷ ତଳେ ସେଇଭଳିଆ ଡିଜିଜ୍ ହେଇଛି। ସେଇ ଟିଚରର ହିଁ କିଛି ଗୋଟେ ପଦକ୍ଷେପ ପାଇଁ, ସିଏ ଭାବିନଥିବେ ଏ ପଦକ୍ଷେପଟା, ସିଏ ଭାବିଲେ ମୁଁ ରେଷ୍ଟ୍ରିକ୍ସନରେ ରଖିଲି, ପିଲାଟା ସୁଧୁରିବ, ଗୋଟେ କିଛି ବି। 8-9 ବର୍ଷର ପିଲା ଉପରେ ଏତେ ବଡ଼ ମାନେ ଷ୍ଟ୍ରିକ୍ଟ ହେବାଟା ଠିକ୍ ନୁହେଁ। ତାର ବି ଗୋଟେ ଡିଜିଜ୍ ବାହାରିଗଲା, ଭଗବାନ ଦୟାରୁ ଭଗବାନ ସେଥିରୁ ପାରି କରେଇଲେ। କିନ୍ତୁ କାଲି ଯେଉଁ ପିଲାଟି କଥା ମୁଁ କହୁଛି, ତାକୁ ବି ପାରି ଭଗବାନ କରେଇବେ। କିନ୍ତୁ ସେ ଯେଉଁ ପରିସ୍ଥିତିରେ ସେ ପଡ଼ିଲା, ଟିଚର ବି ବୁଝିବା ଦରକାର। ଅନମ୍ୟାରେଡ଼ ହୁଅନ୍ତୁ, ମ୍ୟାରେଡ଼ ହୁଅନ୍ତୁ କି ନ ହୁଅନ୍ତୁ, ଛୁଆ ନାହିଁ ବୋଲି ଜଣେ ଛୁଆର ମୂଲ୍ୟ ବୁଝିପାରିବନି। ଟିଚରସିପ୍ କରିବା ଲୋକ, ମୁଁ ନିଜେ ଗୋଟେ ଟିଚର ଥିଲି। ଟିଚର ଆମେ ବାହା ହେଇନଥିଲୁ, ଟିଚର ମୁଁ ଥିଲି। ବିନା ବାହାରେ ବି ଆମକୁ ଗାର୍ଡ଼ିଅନ୍ କୁହନ୍ତି, ମ୍ୟାଡ଼ାମ୍ ଆପଣ କେମିତି ତାଙ୍କ ସହିତ ଏତେ ସମୟ ହସିକି ରହିପାରୁଛନ୍ତି, ଆମେ ଓଳିଏରେ ରାଗି ଯାଉଛୁ, ବାଡ଼େଇ ଦେଉଛୁ। କାହିଁକିନା ସେ ଜାଗା ଗୋଟେ ଏମିତି, ଆପଣ ପିଲାଙ୍କୁ ନିଜ ପିଲା ଭଳିଆ ହିଁ ଭାବିବେ। ଆପଣ ଛୁଆ ଜନ୍ମ କରିଛନ୍ତି ନ କରିଛନ୍ତି ସେଇଟା ମ୍ୟାଟର ନୁହେଁ, ପିଲା ଗଢ଼ୁଛନ୍ତି ପରା। ମନ୍ଦିର, ବିଦ୍ୟାର ମନ୍ଦିର, ସେଠି ଆପଣମାନେ ଗଢ଼ୁଛନ୍ତି। ସବୁ ଟିଚରଙ୍କୁ ଅନୁରୋଧ, ସବୁ ଗାର୍ଡ଼ିଅନ୍କୁ ବି ଅନୁରୋଧ, ଟିଚରମାନେ ପିଲାଟାକୁ ଏତେ ବି ଡିପ୍ରେସନ୍ରେ ପକାନ୍ତୁନି। କିଛି ବି ହେଇଛି ତା ସହିତ ସର୍ଟ ଆଉଟ୍ କରନ୍ତୁ, ଟାର୍ଗେଟ୍ କରନ୍ତୁନି। ଜଣେ ସ୍କୁଲ ପାଇଁ ଆଣିବ ସାର୍ଟିଫିକେଟ୍, ଆଣିବ, ଏଇଟା କରିବ ସେଇଟା କରିବ, ତାକୁ ଫୋର୍ସ କରନ୍ତୁନି। ସେ କେତିକି ନେଇପାରିବ ଦେଖନ୍ତୁ। ପିଲା ରୋଗଣା ପିଲା, କି କେଉଁଟା ପାରିବ ନ ପାରିବ, ଇନୋସେଣ୍ଟ, କେତିକି ଗ୍ରହଣ କରୁଛି ନ କରୁଛି। ଗାର୍ଡ଼ିଅନ୍ଠୁ ଅଧିକା ବି ଟିଚର ଏବେ ଚାଲିଛି କ'ଣ କାଉନ୍ସିଲିଂ। ଆମ ବେଳେ ପାଠ ପଢ଼ା ବେଳେ ଏଗୁଡ଼ା ନଥିଲା। ଢାଳିକି ବଜେଇ ଦେଉଥିଲେ, ଜାବଡ଼ାଟେ ମାରି ଦେଉଥିଲେ, ଘରକୁ ପଳେଇ ଆସୁଥିଲୁ। ବାପା ମାଆଙ୍କୁ କହିଲେ ବାପା ମାଆ ଆହୁରି 2 ଜାବଡ଼ା ପକାଇ ଦେଉଥିଲେ। ସେତେବେଳେ ସମୟ ଅଲଗା ଥିଲା, ବର୍ତ୍ତମାନ ସମୟ ପୁରା ଭିନ୍ନ। କାଉନ୍ସିଲିଂ ଚାଲିଛି, ପିଲାଟାର କ'ଣ ଚାଲିଛି ମୁଣ୍ଡରେ। ମୋ ପୁଅ ପାଇଁ ମୁଁ କିଛି ବି କହିଲେ, ଆମର କାଉନ୍ସିଲର ଅଛନ୍ତି ମୋ ପୁଅର, କହିବେ ମ୍ୟାଡ଼ାମ୍ ଯାହା ଦରକାର ମୋତେ କହୁଥିବେ। ତାକୁ ବି କିଏ କେତେବେଳେ ହଇରାଣ କରିଛନ୍ତି ମୁଁ କହିଛି, ଆଉ ସେ ହେଲ୍ପ ବି କରିଛନ୍ତି।
କିନ୍ତୁ ଗୋଟେ ଗୋଟେ ଟିଚର ପଡ଼ିଯାଆନ୍ତି, ତାଙ୍କର ଦୟା ମାୟା କିଛି ବି ନାହିଁ। ଏଥିରେ ଗୋଟେ ଛୁଆର କେତେ କ୍ଷତି ହେଇଯାଉଛି। ଗୋଟେ ଛୁଆର କ୍ଷତି ହେଉନି, ସେ ପରିବାରଟାର କ୍ଷତି ହେଇଯାଉଛି। ନର୍କ ଯନ୍ତ୍ରଣା ମୁଁ 5 ବର୍ଷ ତଳେ ଭୋଗିଥିଲି। ବର୍ତ୍ତମାନ କାଲିଠୁ ମୁଁ ସେ ପିଲାଟିକି ଦେଖିକି ଆସିକି ଆଜି ଏ ଭିଡ଼ିଓଟିକି କରୁଛି। ଦୟାକରି ଟିଚରମାନଙ୍କୁ ଏତିକି ରିକ୍ୱେଷ୍ଟ, ଫ୍ରେଣ୍ଡଲି, ସବୁ ଟିଚର ନୁହନ୍ତି, ବହୁତ ରେୟାର, ବହୁତ 95% ଭଲ ଅଛନ୍ତି, ଆଉ 5% ଏଇଭଳିଆ ବାହାରିବେ। ଏଇ 5% ନା କେତେ ପିଲାଙ୍କୁ ଯେ ଖାଇଦେବେ ଠିକ୍ ନାହିଁ। ମୋର ମନେ ଅଛି, ମୁଁ ବର୍ଷେ ତଳେ ଏଇ ଉପରେ ଡିସ୍କସ୍ କରିବାକୁ ଯାଇଥିଲି। ଆପଣ ପିଲାକୁ ଗୋଟେ ୱାର୍ଡ଼ର ଚେଞ୍ଜେସ୍ରେ କେତେ ବଡ଼ ଡିପ୍ରେସନରେ ପକାଇଦେବେ। ପିଲା ଟଚ୍ କରିବାକୁ ଆପଣ ଟଚ୍ ସାଙ୍ଗରେ ଆଉ ଗୋଟେ ୱାର୍ଡ଼ ଯୋଡ଼ିଦେଲେ, ବ୍ୟାଡ୍ ଟଚ୍। ସେ ପିଲା ଉପରେ କେତେ ପ୍ରେସର ପଡ଼ିଲା। ଇନୋସେଣ୍ଟ ପିଲା, ସେ ଘାଣ୍ଟି ହେଲା। ମୋ ପୁଅ କଥା ମୁଁ କହୁଛି, ମୁଁ ଗଲି ପଚାରିବାକୁ, ସିଏ ତ କାହାକୁ ଟଚ୍ କରେନି, ଗାର୍ଲସମାନଙ୍କ ସହିତ ସେ ଦୂରେଇକି ରୁହେ। ଆପଣ ତାକୁ ଏଡ଼େ ବଡ଼ ୱାର୍ଡ଼ ଦେଲେ। ନାଇଁ ଆପଣ ଜାଣିନାହାନ୍ତି, ସେ ଡରିବ, ସେ ଟିକେ ମାନିବ। ମୁଁ କହିଲି ଡରିବାର ମାନେ ଗୋଟେ ୱାର୍ଡ଼ର ଚେଞ୍ଜେସ୍ରେ ସେ ପିଲା ଉପରେ କ'ଣ ଫରକ ପଡ଼ିବ, ସେ ଫ୍ୟାମିଲି ଉପରେ କ'ଣ ଫରକ ପଡ଼ିବ। ବ୍ୟାଡ୍ ଟଚ୍, ଟଚ୍ କହିଲେ ଖାଲି ଛୁଇଁବାରେ ଗଲା, ବ୍ୟାଡ୍ ଟଚ୍ର କେତେ ମିନିଂ ଚେଞ୍ଜ ହେଇଗଲା। ଗୋଟେ ଟିଚର ଏତିକି କମନ୍ ସେନ୍ସ ଥିବା ଦରକାର। ସେଇଭଳିଆ କାଲିର ସେ ପିଲାଟି ବି ସେଇଭଳିଆ, ତା ଏଣ୍ଟାର ପରିବାର ଘାଣ୍ଟି ହେଉଛନ୍ତି। ଆଉ ଗାର୍ଡ଼ିଅନ୍ମାନଙ୍କୁ ବି ଏତିକି ଅନୁରୋଧ, ପିଲା ଆମର ପାଠ ନ ପଢ଼ୁ, ସ୍କୁଲରୁ ବାହାର କରିଦେବେ, ଆପଣ କହିଲେ କିଛି ଗୋଟେ କରିବେ, ଛୁଆକୁ ନେଇ ଆସିବେ। ଆମର ଛୁଆ ବଞ୍ଚିବାଟା ଦରକାର। କେଉଁଠି ଗୋଟେ ପଢ଼େଇ ଦେବେ, ନ ପଢ଼ୁ ଆମ ଘରେ ରଖିବା, ଆମ ଛୁଆଙ୍କୁ ଆମେ ଘରେ ରଖିବା। କିନ୍ତୁ ଛୁଆଙ୍କୁ ପଚାରନ୍ତୁ, ସବୁଦିନ ତାଙ୍କ ମୁହଁକୁ ଷ୍ଟଡ଼ି କରନ୍ତୁ, ପଚାରନ୍ତୁ କ'ଣ ହେଇଛି ବାବା, କାହିଁ ଚୁପ୍ ରହିଛୁ। ଚୁପ୍ ରହିବାକୁ ଦିଅନ୍ତୁନି, ଆକ୍ଟିଭ୍ କରନ୍ତୁ, କଥା ହେବାକୁ ଦିଅନ୍ତୁ, ଉତ୍ତର ଦେବାକୁ ଦିଅନ୍ତୁ। ଜବାବ ନ ଦେବା ଶିଖାନ୍ତୁ, ସେଇଟା ଠିକ୍। ରେସ୍ପେକ୍ଟ ଦେବା ଶିଖାନ୍ତୁ, ଠିକ୍। ସାଇଲେଣ୍ଟ ରହିବା ଶିଖାନ୍ତୁନି, କହିବା ଶିଖାନ୍ତୁ। ସେ ପିଲାଟିଏ କାଲିଠୁ ମୁଁ ଦେଖିକି ଆସିକି ମୁଁ ଶୋଇନାହିଁ ରାତି ସାରା ମୁଁ ଶୋଇନାହିଁ। ସକାଳେ ଏ ଭିଡ଼ିଓଟି କରୁଛି। ସମସ୍ତଙ୍କୁ ରିକ୍ୱେଷ୍ଟ, ସେ ପିଲାଟି ପାଇଁ ପ୍ରେ କରନ୍ତୁ, ପିଲାଟି ଭଲ ହେଇଯାଉ। ତା ଦେହ କଣ୍ଡିସନ୍ ବହୁତ ସେ ଖରାପରେ ଅଛି। ବାପା ମା' କେବଳ କାନ୍ଦୁଛନ୍ତି। ତା ପାଇଁ ପ୍ରେ କରନ୍ତୁ, ପିଲାଟି ଭଲ ହେଇଯାଉ। ସବୁ ଗାର୍ଡ଼ିଅନ୍କୁ, ଯେଉଁ ଟିଚରମାନଙ୍କୁ କହିଲି, ଦୟାକରି ସେମିତି କରନ୍ତୁନି। ରାଧେ ରାଧେ।